ଆପଣଙ୍କୁ ସ୍ୱାଗତ ଆଉ ଏକ ନୂଆ ଅଧ୍ୟାୟକୁ। ଏଇଟା ହେଉଛି ତୃତୀୟ ଅଧ୍ୟାୟ ଆଉ ଏଇଟା ବି ହେବ ଶେଷ ଅଧ୍ୟାୟ ଆମ କାହାଣୀର, ଯାହାର ନାଁ ଥିଲା ନରଉଡ୍ର ମିସ୍ତ୍ରୀ ବା ନରଉଡ୍ ବିଲ୍ଡର। ଆଉ ଏ ପୁସ୍ତକର ନାଁ ହେଉଛି ସେର୍ଲକ୍ ହୋମ୍ସ କାହାଣୀ 8। ପୂର୍ବ ଅଧ୍ୟାୟ ମାନଙ୍କରେ ଆମେ ଦେଖିଥିଲେ ଯେଉଁ ମିସ୍ତ୍ରୀ ଥିଲେ ଜୋନାସ୍ ଓଲ୍ଡାକର ଆଉ ଯେଉଁ ଆଗନ୍ତୁକ ଯୁବକ ମାକ୍ଫର୍ଲେନ୍, ତାଙ୍କ ଭିତରେ କ'ଣ ଘଟଣା ଘଟିଥିଲା, ଗୋଟେ ମର୍ଡର କେସ୍ରେ କେମିତି ଚାଞ୍ଚଲ୍ୟକର ପ୍ରମାଣ ସବୁ ମିଳିଥିଲା ଆମେ ଦେଖିଥିଲେ। ତାପରେ ଚାଲନ୍ତୁ ଦେଖିବା କ'ଣ ହେଲା। ହଁ, ଆମେ ପୂର୍ବ ଅଧ୍ୟାୟରେ ଦେଖିଥିଲେ ଯେ ଆଙ୍ଗୁଠି ଚିହ୍ନ ବା ଟିପ ଚିହ୍ନ ମିଳିଥିଲା ଲେଷ୍ଟ୍ରେଡ୍, ପୋଲିସ ଲେଷ୍ଟ୍ରେଡ୍ ଆଉ ଡିଟେକ୍ଟିଭ୍ ସେର୍ଲକ୍ ହୋମ୍ସ ଆଉ ୱାଟସନ୍ ସେ ବିଷୟରେ ଆଲୋଚନା କରୁଥିଲେ। ଚାଲନ୍ତୁ ଦେଖିବା ତାପରେ କ'ଣ ହେଲା। ଆଚ୍ଛା, ଏଇଟା ଯଉରେ ତରୁଣ ମାକ୍ଫର୍ଲେନ୍ଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଠିର ଛାପ, ଏଇଟାକୁ ସେଇ ରକ୍ତ ଛାପ ସାଥିରେ ତୁଳନା କର। ଦୁଇଟା ଯାକ ଛାପ ସେ ପାଖାପାଖି ରଖିଲେ, ମାନେ ଲେଷ୍ଟ୍ରେଡ୍ ପାଖାପାଖି ରଖିଲେ। ଦୁଇଟା ଯାକ ଗୋଟେ ଆଙ୍ଗୁଠିର ଚିହ୍ନ ବୋଲି ଜାଣିବାରେ କିଛି ସନ୍ଦେହ ରହିଲା ନାହିଁ। ମୁଁ ବୁଝିଲି ଆମ ମହକିଲର ବିଚରା କଥା ସରିଲା। ଏକଥା କହୁଛନ୍ତି ସେର୍ଲକ୍ ହୋମ୍ସ। ଏଇଟା ଶେଷ ପ୍ରମାଣ, ଲେଷ୍ଟ୍ରେଡ୍ କହିଲେ। ତାପରେ ମୋ ମୁହଁରୁ ବାହାରି ପଡ଼ିଲା, ହଁ ଏଇଟା ଶେଷ। ଏକଥା ୱାଟସନ୍ କହୁଛନ୍ତି। ତାପରେ କ'ଣ ହେଲା ଚାଲନ୍ତୁ ଦେଖିବା। ହୋମ୍ସ ମଧ୍ୟ କହିଲେ, ହଁ ଏଇଟା ଶେଷ ପ୍ରମାଣ। ତାଙ୍କ ସ୍ୱରଟା ମୋତେ କେମିତି କେମିତି ଶୁଭିଲା। ବୁଲି ପଡ଼ି ତାଙ୍କ ଆଡ଼କୁ ଚାହିଁଲି। ତାଙ୍କ ମୁହଁରେ ଅସାଧାରଣ ପରିବର୍ତ୍ତନ ଲକ୍ଷ୍ୟ କଲି। ମନ ଆନନ୍ଦରେ ମୁହଁ ଉଜ୍ଜ୍ୱଳ ଦିଶୁଥିଲା। ଆଖି ଦିଟା ତାରା ପରି ଚକଚକ୍ କରୁଥାଏ। ମୋତେ ଜଣାଗଲା ସେ ଯେମିତି ଗୋଟେ ଖୁବ୍ ଜୋର ହସକୁ ଚାପି ରଖିବାକୁ ଚେଷ୍ଟା କରୁଛନ୍ତି। ଶେଷରେ ସେ କହିଲେ, ହେ ପ୍ରଭୁ, ଏ କଥା କିଏ ବା ଚିନ୍ତା କରନ୍ତା। ପ୍ରକୃତରେ ଲୋକର ବ୍ୟବହାର ଚେହେରା ଦେଖି ଠକାମିରେ ପଡ଼ିଯିବ। ଦେଖିବାକୁ କେଡ଼େ ସୁନ୍ଦର ଯୁବକ। ଏଇଟା ଆମ ପାଇଁ ଗୋଟେ ଶିକ୍ଷା। ନିଜର ସିଦ୍ଧାନ୍ତଟା ଉପରେ ଏତେଟା ବିଶ୍ୱାସ ରଖିବା ଠିକ୍ ନୁହେଁ, ନା କ'ଣ ଲେଷ୍ଟ୍ରେଡ୍? ହଁ, ଆମ ଭିତରୁ କେହି କେହି ଅତିମାତ୍ରାରେ ନିଶ୍ଚିନ୍ତ ହୋଇଯାଇଥାନ୍ତି। ଏଇଟା ତାଙ୍କର ପ୍ରକୃତି ମିଷ୍ଟର ହୋମ୍ସ। ଲୋକଟାର ଗର୍ବ ଦେଖି ରକ୍ତ ତାତି ଉଠୁଥାଏ, କିନ୍ତୁ ଆମେ ଆମ କ୍ରୋଧ ପ୍ରକାଶ କରିପାରୁନଥାଉ। ହୋମ୍ସ ବାହାରକୁ ବେଶ୍ ଧୀରସ୍ଥିର ଦେଖାଯାଉଥାନ୍ତି, କିନ୍ତୁ ଭିତରର ଉତ୍ତେଜନା ଯୋଗୁଁ ତାଙ୍କ ସାରା ଦେହଟା ଏକ ପ୍ରକାର ଥରୁଥାଏ। ସେ କହିଲେ, ଏଇ ତରୁଣ କାନ୍ଥ କିଳାରୁ ତାଙ୍କ ଟୋପିଟା ନେବା ପାଇଁ ତାଙ୍କ ଡାହାଣ ହାତ ବୁଢ଼ା ଆଙ୍ଗୁଠିରେ କାନ୍ଥରେ ଭରା ଦେଇ ନିଶ୍ଚୟ ବିଧାତାର ବିଧାନ। ତୁମେ ବୁଢ଼ା ଆଙ୍ଗୁଠିରେ କାନ୍ଥରେ ଭରା ଦେବା ନିଶ୍ଚୟ ବିଧାତାର। ତୁମେ ଚିନ୍ତା କଲେ ଦେଖିବ ଏଇଟା ଖୁବ୍ ସ୍ୱାଭାବିକ। ଆଚ୍ଛା ଲେଷ୍ଟ୍ରେଡ୍, କିଏ ଏଇ ଉଲ୍ଲେଖନୀୟ ଆବିଷ୍କାର କଲା? ଚାକରାଣୀ ଶ୍ରୀମତୀ ଲେକ୍ସିଂଟନ୍। ରାତିରେ ଜଗିଥିବା କନଷ୍ଟେବଲକୁ ଡାକି ସେ ଏଇଟା ଦେଖାଇଲେ। କନଷ୍ଟେବଳ କେଉଁଠି ଥିଲା? ଶୋଇବା ଘର ଜଗିଥିଲା, ଯେମିତି କେହି କୌଣସି ଜିନିଷ ନ ଛୁଇଁ। କିନ୍ତୁ କାଲି ପୋଲିସ ଏ ଦାଗଟା ଦେଖିଲେ ନାହିଁ କାହିଁକି? ହଲ୍ ଘରଟା ଟିକିନିକି ବାଗେ ପରୀକ୍ଷା କରିବାର କିଛି କାରଣ ନଥିଲା। ତା ଛଡ଼ା ତୁମେ ତ ଦେଖୁଛ,
ଜାଗାଟା ସେମିତି ଆଖି ପଡ଼ିଲା ଭଳି ନୁହେଁ। ହଁ, ସେ କଥା ସତ। ମୁଁ ଭାବୁଛି କାଲି ଏ ଦାଗଟା ସେଠି ଥିଲା ବୋଲି କିଛି ସନ୍ଦେହ ନାହିଁ। ଲେଷ୍ଟ୍ରେଡ୍ ବଲ ବଲ କରି ହୋମ୍ସଙ୍କ ମୁହଁକୁ ଚାହିଁ ରହିଲେ, ସତେ ଯେମିତି ସେ କିଛି ବୁଝିପାରୁନଥିଲେ। ମୁଁ ମଧ୍ୟ ହୋମ୍ସଙ୍କର ଏଇ ପ୍ରଫୁଲ୍ଲ ଭାବ ଦେଖି ବିସ୍ମିତ ହୋଇଗଲି। ଲେଷ୍ଟ୍ରେଡ୍ କହିଲେ, ମୁଁ ପାରୁନାହିଁ। ତୁମେ କ'ଣ ଭାବୁଛ? ମାକ୍ଫର୍ଲେନ୍ ରାତି ଅଧରେ ଜେଲରୁ ଆସି ନିଜ ବିରୁଦ୍ଧରେ ପ୍ରମାଣକୁ ଦୃଢ଼ କରିବା ପାଇଁ ଏ ଦାଗ କରିଦେଲେ? ଏଇଟା ତାଙ୍କ ବୁଢ଼ା ଆଙ୍ଗୁଠି ଛାପ କି ନା ପୃଥିବୀର ଯେକୌଣସି ବିଶେଷଜ୍ଞ ଆସି ଦେଖିପାରନ୍ତି। ତାପରେ ସେର୍ଲକ୍ ହୋମ୍ସ କହୁଛନ୍ତି, ଦରକାର ନାହିଁ, କାରଣ ଏଇଟା ତାଙ୍କ ଆଙ୍ଗୁଠି ଚିହ୍ନ କି ନା ସେ ବିଷୟରେ ପ୍ରଶ୍ନ ଉଠିପାରେ ନା। ବେଶ୍, ସେତିକି ଯଥେଷ୍ଟ। ମୁଁ କାମର ଲୋକ ମିଷ୍ଟର ହୋମ୍ସ, ଆଉ ମୁଁ ଯେତେବେଳେ ପ୍ରମାଣ କରିସାରିଛି, ମୋର ସିଦ୍ଧାନ୍ତ କରିସାରିଛି, ମୁଁ ଏବେ ଯାଇ ବୈଠକଖାନାରେ ମୋ ରିପୋର୍ଟ ଲେଖୁଛି। ତୁମର କିଛି କହିବାର ଥିଲେ ମୋତେ ସେଇଠି ଭେଟିବ। ହୋମ୍ସଙ୍କର ଧୀର ସ୍ଥିର ଭାବ ପୁଣି ଆସିଯାଇଥିଲା। ଅବଶ୍ୟ ତାଙ୍କ ଭାବଭଙ୍ଗୀରେ କେତେଟା ଅସ୍ଥିର ଆନନ୍ଦର ଚିହ୍ନ ମୁଁ ଦେଖିପାରିଲି। ସେ କହିଲେ, ଏଇଟା ବଡ଼ ଦୁଃଖର କଥା ୱାଟସନ୍, ନା କ'ଣ? ତଥାପି କେତେକ ଅସାଧାରଣ ପଏଣ୍ଟ ଅଛି। ଆଉ ସେତିକି ମାତ୍ର ହେଲା ଆମ ମହକିଲଙ୍କ ପାଇଁ କିଛିଟା ଆଶା। ଏକଥା ଶୁଣି ମୋ ମନ ଖୁବ୍ ଖୁସି। ମୁଁ ସନ୍ଦେହ କରିଥିଲି ବିଚରାର ଅବସ୍ଥା ସରିଗଲା। ମୁଁ କିନ୍ତୁ ସେ କଥା କହିପାରିବି ନାହିଁ ୱାଟସନ୍। କଥା ହେଲା, ଏଇ ଯେଉଁ ପ୍ରମାଣ ଉପରେ ବନ୍ଧୁ ଲେଷ୍ଟ୍ରେଡ୍ ଏତେ ଗୁରୁତ୍ୱ ଦେଉଛନ୍ତି, ସେଥିରେ ଗୋଟେ ବିରାଟ ତ୍ରୁଟି ରହିଯାଇଛି। ସତେ ହୋମ୍ସ, ସେଇଟା କ'ଣ? କେବଳ ଏତିକି ଯେ କାଲି ଯେତେବେଳେ ମୁଁ ସେ ହଲ୍ ଘରଟା ପରୀକ୍ଷା କରୁଥିଲି, ଏ ଚିହ୍ନଟା ସେଠି ନଥିଲା ବୋଲି ମୁଁ ଜାଣେ। ଏଥର ଚାଲ ୱାଟସନ୍, ବାହାର ସୂର୍ଯ୍ୟକିରଣରେ ଟିକେ ବୁଲି ଆସିବା। ମୋ ମୁଣ୍ଡ ଗୋଳମାଳିଆ ହୋଇଯାଉଥାଏ, କିନ୍ତୁ ମନ ଭିତରେ କିଛିଟା ଆଶା ଆସିଯାଇଥାଏ। ହୋମ୍ସଙ୍କ ସାଥିରେ ବଗିଚା ଚାରିପାଖରେ ଘେରାଏ ବୁଲିଲି। ହୋମ୍ସ ଘରଟାର ଚାରିପାଖ ଖୁବ୍ ଯତ୍ନରେ ପରୀକ୍ଷା କରୁଥାନ୍ତି। ତାପରେ ସେ ଘର ଭିତରକୁ ଗଲେ, ଆଉ ତଳ ମହଲାରୁ ସବା ଉପର ସିଡ଼ି ଘର ଯାଏଁ ସବୁ ପରୀକ୍ଷା କରି ଦେଖିଲେ। ଅଧିକାଂଶ ଘରେ ଆସବାବପତ୍ର କିଛି ନଥିଲା। ତଥାପି ହୋମ୍ସ ସେଗୁଡ଼ାକ ତନ୍ନ ତନ୍ନ କରି ଦେଖିଲେ। ଶେଷରେ ଉପର ବାରଣ୍ଡାକୁ ଗଲୁ। ବାରଣ୍ଡାକୁ ଲାଗି 3 ବଖରା ଶୋଇବା ଘର। ସେଠି କେହି ରହୁନଥିଲେ। ଏ ଘର ଦେଖି ହୋମ୍ସ ପୁଣି ଆନନ୍ଦିତ ହୋଇଉଠିଲେ। ଶେଷରେ ସେ କହିଲେ, ଏ କେସ୍ରେ କେତେଗୁଡ଼ାଏ ଅପୂର୍ବ ଲକ୍ଷଣ ଅଛି ୱାଟସନ୍। ମୁଁ ଭାବୁଛି ଏଣିକି ଆମେ ଲେଷ୍ଟ୍ରେଡ୍ଙ୍କୁ ଆମ ମତ ବିଶ୍ୱାସ କରାଇ ପାରିବାର ସମୟ ହୋଇଗଲା। ସେ ଆମ ପରିଶ୍ରମକୁ କାମରେ ଲଗାଇ ଆମକୁ ଥଟ୍ଟା କରୁଥିଲେ। ଯଦି ମୋର ଏ ସାମାନ୍ୟ ଅନୁଧ୍ୟାନ ଠିକ୍ ହୁଏ, ତେବେ ଏଥର ଆମ ପାଳି ପଡ଼ିବ। କେମିତି ଭାବରେ ଆମେ କାମଟା କରିବା ମୁଁ ଠିକ୍ କରିଛି। ଦେଖିବା ତାପରେ କ'ଣ ହେଲା। ଟର୍ଣ୍ଣିଂ ପଏଣ୍ଟ ଆସିଛି, କ'ଣ ଦେଖିବା। ଓକେ। ସ୍କଟଲାଣ୍ଡ ୟାର୍ଡ ଇନ୍ସପେକ୍ଟର ସେତେବେଳ ଯାଏଁ ବୈଠକଖାନାରେ ବସି ତାଙ୍କ ରିପୋର୍ଟ ଲେଖୁଥାନ୍ତି। ତାଙ୍କ କାମରେ ବାଧା ଦେଇ ହୋମ୍ସ କହିଲେ, ତୁମେ ଏ କେସ୍ର ରିପୋର୍ଟ ଲେଖୁଛ ବୋଲି ମୋର ଧାରଣା। ହଁ, ଲେଖୁଛି ତ। ବର୍ତ୍ତମାନ କେସ୍ଟା ପୂର୍ଣ୍ଣାଙ୍ଗ ହୋଇନାହିଁ ବୋଲି ମୁଁ ଚିନ୍ତା କରୁନାହିଁ। ବୋଲି ତୁମେ ଚିନ୍ତା କରୁନାହଁ। ମୁଁ ଭାବୁଛି ତୁମର ପ୍ରମାଣ ପୂର୍ଣ୍ଣ ହୋଇନାହିଁ। ଲେଷ୍ଟ୍ରେଡ୍ ମୋ ବନ୍ଧୁଙ୍କୁ ଭଲ ଭାବେ ଜାଣନ୍ତି, ତେଣୁ ତାଙ୍କ କଥାକୁ ସେ ବେଖାତିର କରିପାରିଲେ ନାହିଁ। କଲମଟା ଥୋଇଦେଇ ସେ କୌତୂହଳୀ ହୋଇ ତାଙ୍କ ଆଡ଼କୁ ଚାହିଁ କହିଲେ, ତୁମେ କ'ଣ କହୁଛ ମିଷ୍ଟର ହୋମ୍ସ?
କେବଳ ଏତିକି ଯେ ଏ କେସ୍ରେ ଜଣେ ପ୍ରଧାନ ସାକ୍ଷୀ ଅଛି, ଆଉ ତୁମେ ତାକୁ ଦେଖିନାହଁ। ତୁମେ ତାକୁ ଦେଖେଇ ପାରିବ? ଭାବୁଛି ପାରିବି। ବେଶ୍, ତାହେଲେ ତାକୁ ଆଣ। ମୁଁ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି। ହଁ, ଏଇଠି ତୁମର କେତେ ଜଣ କନଷ୍ଟେବଲ ଅଛନ୍ତି? 3 ଜଣ। ଚମତ୍କାର। ଆଚ୍ଛା, ସେମାନେ ବେଶ୍ ବଳୁଆ ଆଉ ଖୁବ୍ ଜୋରରେ ପାଟି କରିପାରିବେ ତ? ସେ ବାବଦରେ ମୋର ସନ୍ଦେହ ନାହିଁ। ହେଲେ ସେମାନଙ୍କ ପାଟି କରିବାର ଏ କେସ୍ ସାଥିରେ କି ସମ୍ପର୍କ ମୁଁ ବୁଝିପାରୁନାହିଁ। ସେଇଟା ବୋଧହୁଏ ମୁଁ ତୁମକୁ ଦେଖାଇ ଦେଇପାରିବି। ତା ଛଡ଼ା ଆଉ ଗୋଟେ 2ଟା ଜିନିଷ ବି। ହଁ, ଦୟାକରି ତୁମ କନଷ୍ଟେବଲମାନଙ୍କୁ ଡକାଅ। ମୁଁ ମୋ ଚେଷ୍ଟା କରିବି। 5 ମିନିଟରେ କନଷ୍ଟେବଲ 3 ଜଣ ଆସି ପହଞ୍ଚିଗଲେ। ହୋମ୍ସ କହିଲେ, ଦେଖିବ, ବାହାର ଘରେ ଗୁଡ଼େ ନଡ଼ା ଗଦା ହୋଇଛି। ସେଥିରୁ 2 ଗୋଛା ନେଇ ଆସିବ। ମୁଁ ଯେଉଁ ସାକ୍ଷୀ କଥା କହୁଛି ତାକୁ ଆଣିବା ପାଇଁ ଏଇଟା ବଡ଼ ସାହାଯ୍ୟ ହେବ। ହଉ, ଧନ୍ୟବାଦ। ତୁମେ ପକେଟରେ ଦିଆସିଲି ନିଶ୍ଚୟ ଅଛି ୱାଟସନ୍। ଏଥର ଲେଷ୍ଟ୍ରେଡ୍, ମୋ ସାଥିରେ ସମସ୍ତେ ଉପରକୁ ଆସ। ଆଗରୁ କହିଛି, ଉପରେ ଗୋଟେ ଚଉଡ଼ା ବାରଣ୍ଡା, ତାକୁ ଲାଗି 3 ବଖରା ଶୋଇବା ଘର, ସବୁଗୁଡ଼ା ଖାଲି। ବାରଣ୍ଡାର ଗୋଟେ ମୁଣ୍ଡରେ ଠିଆ ହେବା ପାଇଁ ସେର୍ଲକ୍ ହୋମ୍ସ ଆମକୁ ଆଦେଶ ଦେଲେ। କନଷ୍ଟେବଳ 3 ଜଣ ବେଖାତିରିଆ ହସ ହସୁଥାନ୍ତି। ଲେଷ୍ଟ୍ରେଡ୍ ବଲବଲ କରି ମୋ ବନ୍ଧୁଙ୍କ ଆଡ଼କୁ ଚାହିଁଥାନ୍ତି। ହୋମ୍ସ ଆମ ଆଗରେ ଠିଆ ହୋଇଥାନ୍ତି, ଠିକ୍ ଯେମିତି ଜଣେ ଯାଦୁକର ତାହାର ଯାଦୁ ଖେଳ ଦେଖାଇବାକୁ ଯାଉଛି। ଦୟାକରି ଜଣେ କନଷ୍ଟେବଳକୁ 2 ବାଲ୍ଟି ପାଣି ଆଣିବା ପାଇଁ ପଠାଅ ଲେଷ୍ଟ୍ରେଡ୍। ନଡ଼ାଗୁଡ଼ା ଏଇଠି ଏଇ ମେଜିଆ ଉପରେ ରଖ, ଯେମିତି କୌଣସି କାନ୍ଥକୁ ନ ଲାଗେ। ଏଥର ଆମେ ସମସ୍ତେ ବୋଧହୁଏ ପ୍ରସ୍ତୁତ। ସେତେବେଳକୁ ଲେଷ୍ଟ୍ରେଡ୍ଙ୍କ ମୁହଁ ରାଗରେ ଲାଲ ପଡ଼ିଗଲାଣି। ସେ କହିଲେ, ତୁମେ ଆମ ସାଙ୍ଗରେ ଖେଳୁଛ ନା କ'ଣ ମୁଁ ଜାଣିପାରୁନାହିଁ, ମିଷ୍ଟର ସେର୍ଲକ୍ ହୋମ୍ସ। ଯଦି ତୁମେ କିଛି ଜାଣ, ତେବେ ଏ ଫାର୍ସ କ'ଣ ନ କରି କହିଦେଇପାରନ୍ତ। କିଛି ମନେ କରିବ ନାହିଁ ଲେଷ୍ଟ୍ରେଡ୍, ମୁଁ ଜବାବ ଦେଉଛି। ମୁଁ ଯାହା କିଛି କରେ ତା ଯଥେଷ୍ଟ କାରଣ ଥାଏ। ତୁମର ମନେଥିବ, ଏଇ କେତେ ଘଣ୍ଟା ଆଗରୁ ତୁମେ ମୋତେ ଥଟ୍ଟା କରୁଥିଲ। ସେତେବେଳେ ସୁଯୋଗଟା ତୁମ ଆଡ଼କୁ ଥିଲା। ତେଣୁ ଏଇଲେ ମୁଁ ଯାହା କିଛି ଟିକିଏ ରହସ୍ୟ କଲେ ତୁମେ ବୋଧହୁଏ ରାଗ କରିବ ନାହିଁ। ହଉ ୱାଟସନ୍, ସେ ଝରକାଟା ଖୋଲିଦିଅ ଆଉ ଦିଆସିଲି ଜଳାଇ ସେ ନଡ଼ାରେ ଲଗାଇ ଦିଅ। ମୁଁ ସେଇଆ କଲି। ନଡ଼ାଗୁଡ଼ା ଶୁଖିଲା ଥିଲା। ଗୁଡ଼ାଏ ଧୂଆଁ ବାହାରି ଗଲା। ତାପରେ ହୁ ହୁ ହୋଇ ଜଳି ଉଠିଲା। ହୋମ୍ସ କହିଲେ, ଏଇଥର ଏହି ସାକ୍ଷୀକୁ ଆମେ ବାହାର କରିପାରୁଛେ କି ନା ଦେଖିବା ଲେଷ୍ଟ୍ରେଡ୍। ମୁଁ 1, 2, 3 କହିଲେ ସମସ୍ତେ ଏକାବେଳେ ନିଆଁ ନିଆଁ ବୋଲି ପାଟି କରିବ। 1, 2, 3। ଆମେ ସମସ୍ତେ ପାଟି କରି ଉଠିଲୁ, ନିଆଁ ନିଆଁ। ଧନ୍ୟବାଦ। ଆଉ ଥରେ, ନିଆଁ ନିଆଁ। ଆଉ ଥରେ ଜୋରରେ, ସମସ୍ତେ ଏକାବେଳକେ, ନିଆଁ ନିଆଁ। ଶବ୍ଦଟା ନରରୋଡ୍ ସାରା ଶୁଣା ଯାଇଥିବ। ଆମ ପାଟି ଶବ୍ଦ ଶେଷ ହୋଇଛି କି ନାହିଁ, ଏକ ବିଚିତ୍ର ଘଟଣା ଘଟିଲା। ଆମ ଆଗରେ ଯେଉଁଟା କାନ୍ଥ ପରି ଦିଶୁଥିଲା, ସେଠି ହଠାତ୍ ଗୋଟେ ଦରଜା ଖୋଲିଗଲା। ସେଇ ବାଟେ ଜଣେ ଲୋକ ଖରିଆ ଗାତରୁ ବାହାରିଲା ପରି ବାହାରି ଆସିଲା। ତା ମୁହଁ ମଳିନ ଦିଶୁଥିଲା।
ଧୀର ସ୍ଥିର ଭାବରେ ହୋମ୍ସ କହିଲେ, ଚମତ୍କାର ୱାଟସନ୍, ନଡ଼ା ଗୁଡ଼ାକ ଉପରେ ଏଥର ପାଣି ବାଲ୍ଟିଏ ଢାଳି ଦିଅ। ବେଶ୍, ସେଇ ହେବ। ହଁ ଲେଷ୍ଟ୍ରେଡ୍, ଏଥର ତୁମ କେସ୍ର ପ୍ରଧାନ ସାକ୍ଷୀ ଜୋନାସ୍ ଓଲ୍ଡାକରଙ୍କୁ ମୁଁ ତୁମ ଆଗରେ ଉପସ୍ଥାପିତ କରିଛି। ତାମାନେ ଇଏ ହେଉଛନ୍ତି ବାହାରି ପଡ଼ିଲେ କିଏ? ସେଇ ମିସ୍ତ୍ରୀ ଯିଏ ଛଳନା କରିକି ନିଜର ମୃତ୍ୟୁ ହେଇଛି ବୋଲିକି କରୁଥିଲେ ଅନ୍ୟକୁ ଫସେଇବା ପାଇଁ। ତାପରେ ଦେଖିବା କ'ଣ ହେଲା। ଡିଟେକ୍ଟିଭ ଲେଷ୍ଟ୍ରେଡ୍ ଆଗନ୍ତୁକ ଆଡ଼କୁ ଆଶ୍ଚର୍ଯ୍ୟରେ ଚାହିଁ ରହିଲେ। ଆଗନ୍ତୁକ ଆଖି ମିଟିମିଟି କରି ଆମ ଆଡ଼କୁ ଆଉ ନିଭି ଆସୁଥିବା ନିଆଁ ଆଡ଼କୁ ଚାହିଁ ରହିଲେ। ତାଙ୍କ ମୁହଁଟା ନିହାତି କଦର୍ଯ୍ୟ, ଆଖି ଦୁଇଟା ଖୁବ୍ ଦ୍ରୁତ ଆଉ ପାପାସିକ୍ତ। ଶେଷରେ ଲେଷ୍ଟ୍ରେଡ୍ କହିଲେ, ଇଏ କ'ଣ? ତୁମେ ଏଯାଏଁ କ'ଣ କରୁଥିଲ? ରାଗରେ ଲେଷ୍ଟ୍ରେଡ୍ଙ୍କ ମୁହଁ ଲାଲ ଆଉ ଭୟଙ୍କର ହୋଇଯାଇଥାଏ। ଓଲ୍ଡାକର ଟିକିଏ ପଛେଇ ଯାଇ କହିଲେ, ମୁଁ ତ କିଛି ଦୋଷ ବା କ୍ଷତି କରିନାହିଁ। ତାମାନେ ସେ ମିସ୍ତ୍ରୀ କହୁଛନ୍ତି, ମୁଁ ତ କିଛି ଦୋଷ କି କ୍ଷତି କରିନାହିଁ। ଏତେ ଘଟଣା ଘଟିଗଲା, ଦେଖିଲାକୁ ସେ ଏଇ କଥା କହୁଛି। ତାପରେ, ଦୋଷ କରିନାହଁ? ଜଣେ ନିରୀହ ଲୋକକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ତୁମେ ସବୁ ପ୍ରକାର ଚେଷ୍ଟା କରିଛ। ଏଇ ଭଦ୍ରଲୋକ ନଥିଲେ ତୁମେ ତୁମ କାମ ବେଶ୍ ହାସଲ ନେଇ ପାରିଥାନ୍ତ। ତାମାନେ ସେର୍ଲକ୍ ହୋମ୍ସ ନଥିଲେ ତୁମେ ସେ ଲୋକକୁ ବା ମ୍ୟାକ୍ଫାର୍ଲେନ୍ଙ୍କୁ ଫସେଇ ଦେଇ ସାରିଥାନ୍ତ। ତାପରେ କ'ଣ ହେଲା? ବିଚରା ନାକ ସୁଁ ସୁଁ କରି କହିଲେ, ମୁଁ ଖାଲି ଗୋଟେ ରହସ୍ୟ କରୁଥିଲି। ରହସ୍ୟ? ସତେ ନା କ'ଣ? ହଉ, ଏ ରହସ୍ୟ ରହିବ ନାହିଁ। ତାଙ୍କୁ ତଳ ବୈଠକଖାନାକୁ ନେଇଯାଅ। ମୁଁ ଯିବା ଯାଏ ସେଠି ଅଟକାଇ ରଖିବ। କନଷ୍ଟେବଳ 3 ଜଣ ତାଙ୍କୁ ଧରି ଚାଲିଗଲା ପରେ ଲେଷ୍ଟ୍ରେଡ୍ କହିଲେ, ମିଷ୍ଟର ହୋମ୍ସ, ମୁଁ ସେ କନଷ୍ଟେବଳଙ୍କ ଆଗରେ କିଛି କହିପାରିଲି ନାହିଁ, କିନ୍ତୁ ଡାକ୍ତର ୱାଟସନ୍ଙ୍କ ଉପସ୍ଥିତିରେ କିଛି କହିବାକୁ ମୋର ସଂକୋଚ ନାହିଁ। ତୁମେ ଯେତେ କାମ କରିଛ ଏଇଟା ନିଶ୍ଚୟ ସବୁଠୁ ଶ୍ରେଷ୍ଠ। ହେଲେ ତୁମେ କେମିତି ୟା କଲ ମୁଁ କିଛି ବୁଝିପାରୁ ନାହିଁ। ତୁମେ ଜଣେ ନିରୀହ ଲୋକର ଜୀବନ ରକ୍ଷା କରିଛ, ଆଉ ମୋତେ ମଧ୍ୟ ଏକ ଭୀଷଣ ଦୁର୍ନାମରୁ ରକ୍ଷା କରିଛ। ତୁମେ ନଥିଲେ ସ୍କଟଲ୍ୟାଣ୍ଡ ୟାର୍ଡରେ ମୋର ନାଁ ପାଣି ସବୁ ବୁଡ଼ି ଯାଇଥାନ୍ତା। ହସି ହସି ଲେଷ୍ଟ୍ରେଡ୍ଙ୍କ କାନ୍ଧରେ ହାତ ଥାପୁଡ଼ାଇ ହୋମ୍ସ କହିଲେ, ତୁମ ସୁନାମ ନଷ୍ଟ ହେବା ପରିବର୍ତ୍ତେ ଯଥେଷ୍ଟ ବଢ଼ିଯିବ ଲେଷ୍ଟ୍ରେଡ୍। ତୁମେ ଯେଉଁ ରିପୋର୍ଟ ଲେଖୁଥିଲ ସେଥିରେ କେତେଟା ଅଦଳ ବଦଳ କରି ଦିଅ, ଆଉ ସମସ୍ତେ ଦେଖିବେ ଇନ୍ସପେକ୍ଟର ଲେଷ୍ଟ୍ରେଡ୍ ଆଖିରେ ଧୂଳି ଦେବା କେଡ଼େ କଷ୍ଟକର। ଆଉ ତୁମ ନାଁ ଏ କେସ୍ରେ ପ୍ରକାଶ ପାଇବା ତୁମେ ଚାହୁଁନାହ? ଏକଥା ପଚାରୁଛନ୍ତି ଲେଷ୍ଟ୍ରେଡ୍ ସେର୍ଲକ୍ ହୋମ୍ସଙ୍କୁ, କି ତୁମେ ଚାହୁଁନ ତୁମ ନାଁ ଆସୁ ବୋଲି କି? କାରଣ ତୁମେ ଏସବୁ କଲ ବା ବାହାର କଲ କଥା। ମୋଟେ ନୁହେଁ, ମୋ କାମ ହିଁ ମୋର ପୁରସ୍କାର। ଭବିଷ୍ୟତରେ ମୋର ଇତିହାସ ଲେଖକ ଯେତେବେଳେ ଏ ବିଷୟ ଲେଖି ପ୍ରକାଶ କରିବେ, ମୁଁ ବୋଧହୁଏ ବାହାଦୁରୀଟା ପାଇବି। ନା କ'ଣ ୱାଟସନ୍? ଏବେ ଚାଲ ଦେଖିବା ଏଇ ଧୂର୍ତ୍ତ ମୂଷା କେଉଁଠି ଛପି ରହିଥିଲା। ବାରଣ୍ଡା ଦେଖିବା। ତାପରେ କ'ଣ ହେଲା? ବାରଣ୍ଡାର ଗୋଟେ ମୁଣ୍ଡରୁ ପ୍ରାୟ 6 ଫୁଟ ଛାଡ଼ି ପତଳା କାଠ ପଟ ଖଞ୍ଜା ଯାଇ ତା ଉପରେ ପଲସ୍ତରା କରାଯାଇଥିଲା। ତା ମଝିରେ ଖୁବ୍ ଚତୁର ଭାବରେ ଗୋଟେ ଦରଜା ଛପି ରହିଥିଲା। ପଟା ମଝିରେ ଥିବା ସରୁ ଫାଙ୍କ ବାଟେ ଭିତରକୁ ଆଲୁଅ ଯାଉଥିଲା। ଭିତରେ କିଛି ଆସବାବପତ୍ର, ଖାଇବା ଜିନିଷ ଆଉ ପାଣି ଥିଲା। ତା ବ୍ୟତୀତ କେତେକ ବହି ଆଉ କାଗଜପତ୍ର ବି ଥିଲା। ଆମେ ଭିତରୁ ପଦାକୁ ବାହାରି ଆସିଲୁ। ହୋମ୍ସ କହିଲେ, ଜଣେ
ମିସ୍ତ୍ରୀ ହେବାର ଏଇ ହେଲା ସୁବିଧା। ସେ ଅନ୍ୟ କାହାରି ସାହାଯ୍ୟ ନ ନେଇ ଏଇ ଲୁଚି ରହିବା ଜାଗା ତିଆରି କରିପାରିଛି। କେବଳ ତା ଚାକରାଣୀ ଏ ଜାଗା କଥା ଜାଣେ। ତାକୁ ମଧ୍ୟ ତୁମେ ଆରେଷ୍ଟ କରିପାର ଲେଷ୍ଟ୍ରେଡ୍। ମୁଁ ତୁମ ଉପଦେଶ ନିଶ୍ଚୟ ମାନିବି। କିନ୍ତୁ ତୁମେ ଏ ଜାଗା କଥା କେମିତି ଜାଣିଲ ମିଷ୍ଟର ହୋମ୍ସ? ମୁଁ ମନେ ମନେ ଠିକ୍ କରିନେଲି ଯେ ଲୋକଟା ଘର ଭିତରେ କେଉଁଠି ଲୁଚି ରହିଛି। ମୁଁ ଯେତେବେଳେ ବାରଣ୍ଡାଟାରେ ବୁଲିଲି, ଲକ୍ଷ୍ୟ କଲି ଯେ ୟା ତଳ ବାରଣ୍ଡାଠାରୁ ଏଇଟା 6 ଫୁଟ ଛୋଟ। ତେଣୁ ସେ କେଉଁଠି ଲୁଚି ରହିଛି ବେଶ ପରିଷ୍କାର ହୋଇଗଲା। ମୁଁ ଭାବିଲି ଯେ ନିଆଁ ହୁରି କଲେ ସେ ସମ୍ଭାଳି ହୋଇ ରହିପାରିବ ନାହିଁ। ଅବଶ୍ୟ ଆମେ ସିଧାସଳଖ ତା ଭିତରକୁ ଯାଇ ତାକୁ ଧରି ପାରିଥାନ୍ତେ, କିନ୍ତୁ ସେ ଆପେ ଆପେ ବାହାରିଲେ ମଜା ହେବ ବୋଲି ଭାବିଲି। ତା ଛଡ଼ା ତୁମକୁ ଟିକିଏ ଚକିତ କରିବା ମୋର ଉଦ୍ଦେଶ୍ୟ ଥିଲା, କାରଣ ସକାଳେ ତୁମେ ମୋତେ ଥଟ୍ଟା କରୁଥିଲ। ଏକଥା ସେର୍ଲକ ହୋମ୍ସ କହିଲେ। ଯାହା ହେଉ, ତୁମେ ସେଇଟା ସୁଝାଇ ଦେଇ ମୋ ସାଥିରେ ସମାନ ହୋଇଗଲ। କିନ୍ତୁ ଲୋକଟା ଘର ଭିତରେ କେଉଁଠି ଲୁଚି ରହିଛି ବୋଲି ତୁମେ ଜାଣିଲ କେମିତି? ସେଇ ବୁଢ଼ା ଆଙ୍ଗୁଠି ଚିହ୍ନ ଲେଷ୍ଟ୍ରେଡ୍। ତୁମେ କହିଲ ସେଇଟା ଶେଷ ପ୍ରମାଣ, ଆଉ ଠିକ୍ ସେଇଆ ହେଲା, ଅବଶ୍ୟ ଭିନ୍ନ ଭାବରେ। ମୁଁ ଜାଣିଥିଲି ପୂର୍ବଦିନ ସେ ଚିହ୍ନ ସେଠି ନଥିଲା। ତୁମେ ଲକ୍ଷ୍ୟ କରିଥିବ, ମୁଁ ଟିକିନିକି ଘଟଣା ଉପରେ ଯଥେଷ୍ଟ ଧ୍ୟାନ ଦିଏ। ମୁଁ ସେ ହଲ୍ ଘର ଟିକିନିକି କରି ପରୀକ୍ଷା କରିଥିଲି। ସେତେବେଳେ କାନ୍ଥରେ ଏ ଦାଗ ନଥିଲା। ତେଣୁ ଜାଣିଲି ରାତି ଭିତରେ ନିଶ୍ଚୟ ସେଠି ସେ ଦାଗ କରାଯାଇଛି। କିନ୍ତୁ କେମିତି? ଖୁବ୍ ସହଜରେ। ସେ ଲଫାଫା ଗୁଡ଼ା ଯେତେବେଳେ ସିଲ୍ କରାଗଲା, ଗୋଟେ ସିଲ୍ର କଅଁଳ ମହମ ଉପରେ ଟିପ ଚିହ୍ନ ଦେବାକୁ ଓଲ୍ଡାକର ମାକ୍ଫର୍ଲେନ୍ଙ୍କୁ କହିଲେ। କାମଟା ଏତେ ଶୀଘ୍ର ହେଲା ଯେ ସେଇ କଥା ବିଚରା ମାକ୍ଫର୍ଲେନ୍ଙ୍କର ମୋଟେ ମନେ ନାହିଁ। ଯେତେ ଦୂର ସମ୍ଭବ ଏଇଟାକୁ ଭବିଷ୍ୟତରେ କାମରେ ଲଗାଇବା କଥା ନିଜେ ଓଲ୍ଡାକର ମଧ୍ୟ ଚିନ୍ତା କରିନଥିଲେ। ତାଙ୍କର ସେଇ ଗୁମ୍ଫା ଭିତରେ ଲୁଚି ରହି ସେ କେସ୍ଟା କଥା ଚିନ୍ତା କଲେ। ହଠାତ୍ ତାଙ୍କର ମନେ ହେଲା, ଏଇ ଟିପ ଚିହ୍ନଟାକୁ କାମରେ ଲଗାଇଲେ ମାକ୍ଫର୍ଲେନ୍ ବିରୁଦ୍ଧରେ ଏକ ସୁଦୃଢ଼ ପ୍ରମାଣ ହୋଇଯିବ। ସିଲ୍ରୁ ମହମର ଗୋଟେ ଛାପ ନେଇଯିବା ଅତି ସହଜ। ନିଜ ଦେହ ପିନ୍ରେ ଫୋଡ଼ି ରକ୍ତ ବାହାର କରିଦେଲେ ସେଇ ଛାପରେ ଲଗାଇ ରାତିରେ କାନ୍ଥରେ ଦାଗ କରିବା ମଧ୍ୟ ବେଶ୍ ସହଜ। ଏଇ ଦାଗଟା ସେ ନିଜେ କରିଥାଇ ପାରନ୍ତି ବା ଚାକରାଣୀ ହାତରେ କରାଇ ପାରିଥାନ୍ତି। ଲୁଚିବା ଜାଗାକୁ ସେ ଯେଉଁ କାଗଜପତ୍ର ନେଇଥିଲେ, ତାକୁ ପରୀକ୍ଷା କଲେ ତୁମେ ନିଶ୍ଚୟ ମାକ୍ଫର୍ଲେନ୍ଙ୍କର ବୁଢ଼ା ଆଙ୍ଗୁଠି ଚିହ୍ନ ଥିବା ସିଲ୍ଟା ପାଇଯିବ। ଏକଥା ମୁଁ ବାଦି ମାରି କହିପାରେ। ଚମତ୍କାର, ଅତି ଚମତ୍କାର। ତୁମେ ସବୁ କଥା କହିଲା ପରେ ଘଟଣାଟା ସ୍ଫଟିକ ପରି ପରିଷ୍କାର ହୋଇଯାଇଛି। କିନ୍ତୁ ଏଇଭଳି ଠକିବାର ଉଦ୍ଦେଶ୍ୟ କ'ଣ ମିଷ୍ଟର ହୋମ୍ସ? ଦେଖିଲି ଡିଟେକ୍ଟିଭ ଲେଷ୍ଟ୍ରେଡ୍ଙ୍କ ଗର୍ବ ଦମ୍ଭ କୁଆଡ଼େ ଚାଲିଯାଇଛି। ଜଣେ ଶିଶୁ ତାର ଶିକ୍ଷକଙ୍କୁ କିଛି ପଚାରିଲା ପରି ସେ ପଚାରୁଛନ୍ତି। ମୋତେ ବେଶ୍ ଖୁସି ଲାଗିଲା। ହୋମ୍ସ ଉତ୍ତର ଦେଲେ, ଉଦ୍ଦେଶ୍ୟଟା ଜାଣିବା କଷ୍ଟକର ନୁହେଁ। ଏଇ ଓଲ୍ଡାକର ଜଣେ ଅତି ଈର୍ଷାପରାୟଣ ଆଉ ପ୍ରତିହିଂସାପରାୟଣ ଲୋକ। ତୁମେ ଜାଣ,
ଏକ ସମୟରେ ମାକ୍ଫର୍ଲେନ୍ଙ୍କ ମା ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ। ଓହୋ, ତୁମେ ଜାଣ ନାହିଁ, ସେଥିପାଇଁ ମୁଁ ତୁମକୁ କହିଥିଲି ତୁମେ ପ୍ରଥମେ ବ୍ଲାକ୍ ହିଥ୍ରୁ କାମ ଆରମ୍ଭ କରିବ। ଏଇ ଆଘାତର ପ୍ରତିଶୋଧ ନେବା ପାଇଁ ତା ଖଳ ମୁଣ୍ଡରେ ନାନା ପ୍ରକାର ଭାବନା ଖେଳିଲା, କିନ୍ତୁ ସେ ସୁଯୋଗ ପାଇଲା ନାହିଁ। ଗତ ବର୍ଷ ପରିସ୍ଥିତି ତା ପାଇଁ ବଡ଼ ଖରାପ ହେଲା। ସେ ସନ୍ଦେହର ପାତ୍ର ହେଲା ବୋଧହୁଏ। ତାର ଗୁଡ଼ାଏ ଧାର କରଜ ଥିଲା। ସେ ତାର ଋଣଦାତାମାନଙ୍କୁ ଧପାଇ ଦେବାକୁ ମନେ ମନେ ଠିକ୍ କଲା। ତେଣୁ ସେ ମିଷ୍ଟର କର୍ନେଲିୟସ୍ ନାଁରେ ଜଣେ ଲୋକକୁ ବହୁତ ବହୁତ ଟଙ୍କାର ଚେକ୍ ଦେଇଦେଲା। ମୋର ବିଶ୍ୱାସ ଏଇ କର୍ନେଲିୟସ୍ ଅନ୍ୟ କେହି ନୁହେଁ, ସେ ନିଜେ। ଏଇଟା ତାର ଏକ ଛଦ୍ମନାମ। ମୁଁ ଏଇ ଚେକ୍ ଗୁଡ଼ାକର ସନ୍ଧାନ ଏଇଯାଏଁ ନେଇନାହିଁ। ସେ ନିଶ୍ଚୟ ଏଇ ଚେକ୍ ସବୁ ଅନ୍ୟ କୌଣସି ବ୍ୟାଙ୍କରେ ଭଙ୍ଗାଇଛି। ସେଠି ଅନ୍ୟ ଗୋଟେ ଘରେ ସେ ନିଜେ ରହୁଥିବ। ତାର ଉଦ୍ଦେଶ୍ୟ ଥିଲା ତା ନାଁଟା ପୂରାପୂରି ବଦଳାଇ ଦେଇ ଉଭେଇଯିବ ଏବଂ ଅନ୍ୟ କେଉଁଠିକି ଯାଇ ପୁଣି ନୂଆ ଜୀବନ ଆରମ୍ଭ କରିବ। ଏଇଟା ଖୁବ୍ ସମ୍ଭବପର ଜଣାଯାଉଛି। ତା ମନରେ ହୁଏତ ଧାରଣା ଆସିଥିବ ଯେ ସେ ଯଦି ପୂରାପୂରି ଉଭେଇଯାଏ ଆଉ କେହି ତା ପିଛା ଧରିବେ ନାହିଁ, ତା ସାଥିରେ ସେ ତାର ପୁରୁଣା ପ୍ରେମିକା ଉପରେ ପ୍ରତିଶୋଧ ବି ନେଇଯିବ। ସମସ୍ତଙ୍କର ଧାରଣା ହେବ ଯେ ତା ପ୍ରେମିକର ଏକମାତ୍ର ପୁଅ ତାକୁ ହତ୍ୟା କରିଛି। ଏଇ ଶଇତାନି କାମକୁ ସେ ସୁନ୍ଦର ଭାବେ କରିପାରିଛି। ୱିଲ୍ଟା କରିବାରେ ତାର ଉଦ୍ଦେଶ୍ୟ ହେଲା ସେଇଟା ହତ୍ୟାର ଉଦ୍ଦେଶ୍ୟ ପ୍ରମାଣ କରିବ। ନିଜର ବାପା ମାଙ୍କର ଅଜାଣତରେ ମାକ୍ଫର୍ଲେନ୍ ତା ଘରକୁ ଯିବା, ତାଙ୍କ ବାଡ଼ିଟା ଘରେ ରଖିନେବା, ରକ୍ତ ଚିହ୍ନ, କାଠଗଦା ଭିତରୁ ବୋତାମ ଆଉ କୌଣସି ଜୀବର ପୋଡ଼ା ଅଙ୍ଗ ବାହାରିବା ସବୁ ବେଶ୍ ଚମତ୍କାର ହୋଇଥିଲା। ଏଇ ଜାଲ ଭିତରୁ ବିଚରା ମାକ୍ଫର୍ଲେନ୍ ଖସିବାର କୌଣସି ବାଟ ନାହିଁ ବୋଲି ଏଇ କେତେ ଘଣ୍ଟା ଆଗେ ମୋର ଧାରଣା ଥିଲା। କିନ୍ତୁ ସେ ଲୋକଟାର ବୁଦ୍ଧି ସେତେ ତୀକ୍ଷ୍ଣ ନୁହେଁ। ଯେଉଁ ଜାଗାରେ କାମ ବନ୍ଦ କରିବା କଥା ସେ ଜାଣେନା। ଯେଉଁ ପ୍ରମାଣ ସବୁରେ କିଛି ସନ୍ଦେହ ନଥିଲା ତାକୁ ଆହୁରି ଦୃଢ଼ କରିବାକୁ ସେ ଚାହିଁଲା। ତାର ଧାରଣା ଥିଲା ୟା ଦ୍ୱାରା ଜାଲଟା ଆହୁରି ମଜବୁତ ହେବ। କିନ୍ତୁ ଫଳରେ ସେ ତାର ସବୁ ଯୋଜନାକୁ ନଷ୍ଟ କରିଦେଲା। ହଉ, ଚାଲ ତଳକୁ ଯିବା ଲେଷ୍ଟ୍ରେଡ୍। ମୁଁ ତାକୁ ଗୋଟେ ଦିଟା ପ୍ରଶ୍ନ ପଚାରିବାର ଅଛି। ସେ ହିଂସ୍ର ଲୋକଟା ତା ନିଜ ବୈଠକଖାନାରେ ବସିଥିଲା। ଦି ପାଖରେ 2 ଜଣ କନଷ୍ଟେବଳ। କଇଁ କଇଁ ହୋଇ କାନ୍ଦିଲା ପରି ଲୋକଟା କହିଲା, ମୁଁ କେବଳ ଗୋଟେ ରହସ୍ୟ କରୁଥିଲି ଆଜ୍ଞା। ସତ କହୁଛି, ମୁଁ ନିଜକୁ ଲୁଚାଇଥିଲି କେବଳ ତାର ଫଳ କ'ଣ ହେଉଛି ଦେଖିବା ଲାଗି। ବିଶ୍ୱାସ କରନ୍ତୁ, ବିଚରା ମାକ୍ଫର୍ଲେନ୍ର କୌଣସି କ୍ଷତି ହେବାକୁ ମୁଁ ଦେଇନଥାନ୍ତି। ଲେଷ୍ଟ୍ରେଡ୍ କହିଲେ, ସେ କଥା ଜୁରୀମାନେ ବିଚାର କରିବେ। ଯାହା ହେଉ, ଆମେ ତୁମ ବିରୁଦ୍ଧରେ ହତ୍ୟା କରିବାର ଅଭିଯୋଗ ନ କରିପାରୁ, କିନ୍ତୁ ଷଡ଼ଯନ୍ତ୍ରର ଅଭିଯୋଗ କରିପାରିବୁ। ହସି ହସି ହୋମ୍ସ କହିଲେ, ଆଉ ତୁମର ଋଣଦାତାମାନେ ମିଷ୍ଟର କର୍ନେଲିୟସଙ୍କର ବ୍ୟାଙ୍କରେ ଥିବା ଧନକୁ ବାଜ୍ୟାପ୍ତ କରି ନେଇପାରିବେ। ଲୋକଟା ଚମକି ପଡ଼ିଲା। ତାର ହିଂସ୍ର ଆଖି ଦିଟା ହୋମ୍ସଙ୍କ ଆଡ଼କୁ ବୁଲାଇ କହିଲା, ଧନ୍ୟବାଦ। ମୁଁ ଦିନେ ନା ଦିନେ ମୋର ଋଣ ପରିଶୋଧ କରିପାରିବି। ହୋମ୍ସ ଉତ୍ତର ଦେଲେ, ମୁଁ ଭାବୁଛି କେତେ ବର୍ଷ ଯାଏଁ ତୁମେ ସେ ସୁବିଧା ପାଇପାରିବ ନାହିଁ। ହଁ, ତୁମ ପୁରୁଣା ଟ୍ରାଉଜର
ପାଖେ କାଠ ଗଦାରେ ତୁମେ କ'ଣ ପାଇଁ ପକାଇ ଦେଇଥିଲ? ଗୋଟେ ମଲା କୁକୁର, ଠେକୁଆ ନା କ'ଣ କହିବ ନାହିଁ? ବେଶ ନ କୁହ। ମୁଁ ଭାବୁଛି ଦିଟା ଠେକୁଆ ହେଲେ ରକ୍ତ ଆଉ ପୋଡ଼ା ଅଂଶ ଦୁଇ କାମ ହୋଇଯିବ। ତୁମେ ଯଦି କେବେ ଏ କେସ୍ ବିଷୟ ଲେଖିବ ୱାଟସନ୍, ସେଥିରେ ଠେକୁଆ ବୋଲି ଲେଖିଲେ ଚଳିବ। ଶେଷ ସମାପ୍ତ ହେଲା ଆମର କାହାଣୀ। ଦେଖନ୍ତୁ କେମିତି ଘଟଣା ବା ରହସ୍ୟର ଉନ୍ମୋଚନ ହେଲା ଆଉ ପ୍ରକୃତ ଦୋଷୀ ଧରା ପଡ଼ିଲା। ଏ ହେଉଛି ଗୁଇନ୍ଦା କାହାଣୀ ବା ଡିଟେକ୍ଟିଭ ଷ୍ଟୋରି ସେରଲକ୍ ହୋମ୍ସ କାହାଣୀର ତୃତୀୟ କାହାଣୀ ଥିଲା, ଯାହାର ନାଁ ଥିଲା ନରଉଡ୍ର ମିସ୍ତ୍ରୀ, ନରଉଡ୍ ବିଲ୍ଡର। ସମସ୍ତଙ୍କୁ ଧନ୍ୟବାଦ। ପର ଅଧ୍ୟାୟରେ ଆମେ ଗୋଟେ ନୂଆ କାହାଣୀ ଆରମ୍ଭ କରିବା। ଧନ୍ୟବାଦ, ରହିଲି।